ସ୍ତ୍ରୀ ପରିବାର ପିଲାମାନଙ୍କ ଖୁସି ପାଇଁ ଗୋଟେ ଛୋଟ ଗାଡ଼ି ଇଏମ୍ଆଇରେ କିଣିଥିଲି। 6 ମାସ ହେଲାଣି କିସ୍ତି ଦେଇନଥିଲି। ଫାଇନାନ୍ସ ବାଲା ଅଧା ବାଟରେ ନେଇଗଲେ। ଘରକୁ ଚାଲି ଆସିଲି। ଘରର ପରିସ୍ଥିତି ଏମିତି ଥିଲା, କିଛି କହିବାର ସୁଯୋଗ ନଥିଲା। ଚୁପଚାପ ଶୋଇପଡ଼ିଲି। ପୁରୁଷ ତ ଦୁଃଖକୁ କହିପାରେନି କି କାନ୍ଦି ବି ପାରେନି। ଯା ହଉ ସକାଳୁ ଉଠି ଦେଖେ ତ ଆଶ୍ଚର୍ଯ୍ୟର କଥା, ଘର ଆଗରେ ଗାଡ଼ି ଥୁଆ ହେଇଛି। କିଛି ଭାବିବା ପୂର୍ବରୁ ମୋର 4 ଜଣ ସାଙ୍ଗ ଗାଡ଼ି ଆଗରେ ଠିଆ ହେଇଛନ୍ତି, ଆଉ ମୋତେ କହୁଛନ୍ତି, ଶୁଣ, କେବେ ତ ସୁଖ ବେଳେ ତ ସୁଖ ସମୟରେ ଆମକୁ ଖୋଜିଲୁନି, ଡାକିଲୁନି। ଆଟଲିଷ୍ଟ ଦୁଃଖ ସମୟରେ ଏଇ ପରିସ୍ଥିତିରେ ତ ମନେ ପକେଇଥାନ୍ତୁ। ଆମେ ଫାଇନାନ୍ସ ବାଲାଠୁ ତ 6 ମାସର କିସ୍ତି ଦେଇ ଗାଡ଼ି ନେଇ ଆସିଛୁ। ତୁ ଯେତେବେଳେ ଠିକ୍ ହେଇଯିବୁ, ତୋ ପରିସ୍ଥିତି ଯେତେବେଳେ ଠିକ୍ ହେଇଯିବ, ଆମକୁ କିଛି କିଛି କରି ସୁଝିଦେବୁ, କିନ୍ତୁ ସାଙ୍ଗମାନଙ୍କୁ କେବେ ଭୁଲିବୁନି। ସ୍ତ୍ରୀ ପରିବାର ପିଲାମାନଙ୍କ ଖୁସି ପାଇଁ ଗୋଟେ ଛୋଟ ଗାଡ଼ି ଇଏମ୍ଆଇରେ କିଣିଥିଲି। 6 ମାସ ହେଲାଣି କିସ୍ତି ଦେଇନଥିଲି। ଫାଇନାନ୍ସ ବାଲା ଅଧା ବାଟରେ ନେଇଗଲେ।